ଆପଣ ଆସିଛି ତାଙ୍କ ପାଖରେ ଟିକେ ଦେଖା କରି ଅଭିଯୋଗ ଯାହା କରିବେ ଆଉ କଣ ଅଭିଯୋଗ ଥିଲା ଆପଣଙ୍କର? ଆପଣ ଯାହା ସେ ତାଙ୍କର କଣ ଅଛି କରିବେ ଆଉ ଆମେ ଆସିଛୁ ତାଙ୍କ ପାଖକୁ ସେ ଯାହା କରିବେ। ଅଭିଯୋଗ କିଛି ଥିଲା? ହଁ କଣ ଅଭିଯୋଗ ଆପଣଙ୍କର? ଦେଖ କିଛି ଆଖି ପାଇଁ କଣଟେ କରିବେ କି କୋଉଠି ମୋ ଭାଇ ନାହିଁ କୋଉଠି ଗୋଟେ ଥଇ ଥଇ କରିଦେବେ କି ଯାହା ଗୋଟେ କରିବେ ଆଉ। କେମିତି ଆପଣ ନାମ ପଞ୍ଜୀକରଣ କଲେ? କାରଣ ଆପଣ ତ ନିଶ୍ଚିତ ଭାବରେ ସମସ୍ୟା ଭୋଗିଥିବେ ନା। ହଁ ଆଜ୍ଞା। ସାର୍ ଏଇ ଯୋଉ ନାମ ଯୋଉ ପଞ୍ଜୀକରଣ କରିଛନ୍ତି ଆସିଛନ୍ତି ଆପଣ ମାନେ ଏତେ ସକାଳୁ କିଭଳି ଭାବରେ ଆସିଛନ୍ତି ଥଣ୍ଡା ଯୋଗେ, କିନ୍ତୁ ତାପରେ ବି ଆପଣ ଅନେକ ଆଶା ମନରେ ଥିବ ଯେ ଆପଣଙ୍କର ଅଭିଯୋଗ କମ ସେ କମ ମୁଖ୍ୟମନ୍ତ୍ରୀ ଶୁଣିବେ ଏବଂ ଏଇ ଆଶା ନେଇକି ଆପଣ ମାନେ ଆସିଛନ୍ତି ଏତେ ଦୂରରୁ। ମୁଁ ତାଙ୍କ ସହିତ ଆସିଛି। ସେ ତ ରେଜିଷ୍ଟ୍ରେସନ ବି ମୁଁ କରେଇଥିଲି ବାତ୍ୟା ପୂର୍ବରୁ, ଯେହେତୁ ସାର୍ଙ୍କର ସ୍କେଡ୍ୟୁଲ ଚେଞ୍ଜ ହେଇଥିଲା। ତ ଆମେ ଗୋଟେ ଆଶା ନେଇ ଆସିଛୁ ଯେ କି ଯେହେତୁ ମାନେ ରାଜ୍ୟର ମୁଖ୍ୟ ତାଙ୍କୁ ଗୋଟେ କିଛି ଗୋଟେ ହେଲ୍ପ କରିବେ, ସିଏ ମାନେ କେସ୍ ଟାକୁ ଦେଖନ୍ତୁ, ତାପରେ ସାର୍ ଯାହା ତାଙ୍କୁ ହେଲ୍ପ କରିବେ, ଆର୍ଥିକ ସହାୟତା ହଉ କି ଯେକୌଣସି ବାଟରେ ତାକୁ ଏନଗେଜ କରେଇ ପାରିବେ। କାରଣ ଅଲରେଡି ତାର ବାପା ମା ବୃଦ୍ଧ, ତାଙ୍କ ପରେ ଆଉ ତାର କେହି ବି ନାହାନ୍ତି। ତାକୁ ଯେମିତି ସିଏ ଯାହା କରିପାରିବେ ମୁଖ୍ୟମନ୍ତ୍ରୀ, ସେଥିପାଇଁ ତାଙ୍କ ପାଖକୁ ହିଁ ନେଇକି ଆସିଛୁ। ঠিক আছে, ଆପଣ ଶୁଣୁଥିଲେ ଯେ ଜଣେ ଦୃଷ୍ଟିବାଧିତ ଭଉଣୀ ଆସିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଅନେକ ଆଶା ନେଇକି ଆସିଛନ୍ତି। ଆପଣ ତା ସହିତ ଦେଖିବେ ଯେ ଭିନ୍ନକ୍ଷମ ବ୍ୟକ୍ତିମାନେ ମଧ୍ୟ ଆସିଛନ୍ତି ନିଜ ନିଜର ଗୁହାରି ନେଇକା। ମୋ ସହିତ ଆହୁରି କିଛି ଏମିତି ବ୍ୟକ୍ତି ଅଛନ୍ତି। ସାର୍ ଆପଣ ଆସିଛନ୍ତି, କଣ ଆପଣଙ୍କର ଅଭିଯୋଗ ଥିଲା ଏବଂ କେତେ ସକାଳୁ ଆସି ଏଠାରେ ପହଞ୍ଚିଲେଣି? ମୁଁ ସକାଳ 4ଟାରୁ ଆସିକି ପହଞ୍ଚିଲି ବାରିପଦାରୁ। ମୁଁ ଜଣେ ହ୍ୟାଣ୍ଡିକ୍ୟାପ୍ଟେଡ୍ ଟ୍ରାନ୍ସଫର ପାଇଁ ଆପ୍ଲାଏ କରିଥିଲୁ, କେଉଁଝର ଡିଷ୍ଟ୍ରିକ୍ଟରେ ଚାକିରି କରୁ। ମୋ ଘର ବାରିପଦା, ମୋ ସହିତ ଜଣେ ନ ରହିଲେ ମୁଁ ତାମାନେ ଚାକିରିରେ ଜଏନ୍ କରିପାରିବିନି। ଟ୍ରାନ୍ସଫର ପାଇଁ ଆପ୍ଲାଏ କରିଥିଲୁ, ହେଲାନି। ସେଇପାଇଁ ତାମାନେ ଆସିଛୁ ଯେ ତାଙ୍କ ଘର ପାଖକୁ ବାରିପଦା ଟ୍ରାନ୍ସଫର ହେଇଗଲେ ମୋ ସହିତ ଜଣେ ରହିଲେ ମୁଁ ତାମାନେ ଡ୍ୟୁଟିରେ ଜଏନ୍ କରିପାରିବି। ଚାକିରି ବି କରୁଛନ୍ତି ଆପଣ? ହଁ ସାର୍ ଆପଣ କୋଉଠୁ ଆସିଛନ୍ତି ପ୍ରକୃତରେ? ଆପଣଙ୍କର ନିର୍ଦ୍ଦିଷ୍ଟ ଅଭିଯୋଗ କଣ ଥିଲା? କାରଣ ଯୋଉ ଅଭିଯୋଗ ନେଇକି ଆପଣ ଆସିଛନ୍ତି ଇଏ କେତେ ଦୂର ପୂରଣ ହବ ବୋଲି ଆପଣଙ୍କ ମନରେ ଆଶା ଅଛି? ଅଭିଯୋଗ ତ ପୂରଣ ହବ, ସେପାଇଁ ତ ଆମେ ଆସିଛୁ। ଥଣ୍ଡାରୁ ଆସିଛୁ, ରାତି ସକାଳ 5ଟାରୁ ଆସିଛୁ। ଆଉ ଘର ମୋର ସ୍ତ୍ରୀ ନାଁରେ ଘର ଆସିଥିଲା, ଭାଇମାନେ ମାରପିଟ କଲେ, ମିଛଟାରେ ସିଙ୍ଗଲା ଥାନାର କେସ୍ କଲେ। କେସ୍ କରିକି ମୋ ସ୍ତ୍ରୀକି ଫରୱାର୍ଡ କଲେ। ଆଜି ପର୍ଯ୍ୟନ୍ତ ଘର ନାହିଁ, ପଲିଥିନ ରହିଛି। ତେଣୁ ଏମିତି ଅସୁବିଧା କରୁଛନ୍ତି। ଆଉ ମୁଁ ସେଥିପାଇଁ ଅଭିଯୋଗ ମୁଖ୍ୟମନ୍ତ୍ରୀକୁ। ଆପଣଙ୍କର ସେଠି ପୂରଣ ହେଲାନି ଶୁଣିପାରିଲେନି ଜିଲ୍ଲା ସ୍ତରରେ? ନା, ସେଠି ଆଜ୍ଞା କିଛି କୌଣସି କଥା ଆପଣଙ୍କର ଏଇ ଯୋଉ ବାତ୍ୟା ସ୍ଥଳୀ ହେଇଥିଲା, ବାତ୍ୟାରେ ଘର ଭାଙ୍ଗି ଯାଇଥିଲା, ସେଠି ଆଜ୍ଞା ଦେଲି, ତହସିଲଦାର ପାଖରୁ ଆରାଇ ଦେଲି, ସେ କିଛି ଶୁଣିଲେନି, କିଛି ପ୍ରତିକାର କଲେନି। ଆଜ୍ଞା କଣ ଥିଲା ଆପଣଙ୍କର ନିର୍ଦ୍ଦିଷ୍ଟ ଅଭିଯୋଗ, ଯୋଉ ଅଭିଯୋଗ ପାଇଁ ଆପଣ ଆସିଛନ୍ତି ଏବଂ କୋଉ ଜିଲ୍ଲାରୁ ଆସିଛନ୍ତି? ଆଜ୍ଞା ବାଲେଶ୍ୱର ଜିଲ୍ଲା ଶିମୁଳିଆ ବ୍ଲକରୁ ମୁଁ ଆସିଛି। ଆଜ୍ଞା ଆମ ଗାଁଟା ଆଜ୍ଞା ପୁରାପୁରି ବିଚ୍ଛିନ୍ନାଞ୍ଚଳ। କହ୍ନେଇବାଙ୍କ ମଙ୍ଗରାଜପୁର 22ବାଟି 3ଟା ଗାଁ ଆମର। ତ ସେ ବିଚ୍ଛିନ୍ନାଞ୍ଚଳ ବହୁବିଧ ସମସ୍ୟା ତ ଅଛି। ମୁଖ୍ୟ ସମସ୍ୟା ଆମର ଶିକ୍ଷା, ସ୍ୱାସ୍ଥ୍ୟ ଆଉ ରାସ୍ତା। ଆଜ୍ଞା ସେଇ 3ଟା ସମସ୍ୟା ପାଇଁ ଆମେ ଆଜି ଅବହେଳିତ ଅବସ୍ଥାରେ ଅଛୁ। ତେଣୁ ସେ ସମସ୍ୟା ପାଇଁ ମୁଁ ଏଟା 4ଥ ଥର ପାଇଁ ଆସିଛି। 4 ଥର ମୁଁ ଅନୁରୋଧର ପତ୍ର ନେଇକି ଆସିଛି। ହଁ, ୟା ପୂର୍ବରୁ ମଧ୍ୟ ମୁଁ ଏ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଛି। ଡାଇରେକ୍ଟଲି ଥରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାସାମ୍ନି ମୁଁ କଥା ହେଇଥିଲି। ତାଙ୍କୁ ମୋର ଆପ୍ଲିକେସନଟା ମଧ୍ୟ ତାଙ୍କୁ ମଧ୍ୟ ମୁଁ ଦେଇଥିଲି ଏବଂ ସେ କହିଲେ ନିଶ୍ଚୟ ଆପଣଙ୍କ ସମସ୍ୟା ଦୂର ହେବ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସମସ୍ୟା ଦୂର ହେଇନି, କି କୌଣସି ରିପ୍ଲାଏ ନାହିଁ, କୌଣସି ଅଫିସର ମଧ୍ୟ ଆମ ପାଖକୁ ଯାଇ ପହଞ୍ଚି ନାହାନ୍ତି। ତ ମୁଁ ଜଣେ ହ୍ୟାଣ୍ଡିକ୍ୟାପ୍ଟ ପର୍ସନ। ସେ ହ୍ୟାଣ୍ଡିକ୍ୟାପ୍ଟ ହିସାବରେ ମୁଁ ଆଜି 4ଥ ଥର ପାଇଁ ଆସିଛି। ଆମର ମହାପ୍ରଭୁଙ୍କ ନିକଟକୁ ଦାସିଆ ବାଉରୀ ନଡିଆ ଯେମିତି ପଠେଇଲେ, ସେମିତି ମୁଁ ଆଜି ଜଣେ ଭିନ୍ନକ୍ଷମ ହେଇକି ମଧ୍ୟ ମୁଁ ଆଜି ମୋର ଦରଖାସ୍ତଟି ନିବେଦନ କରିବି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖକୁ। ମୁଁ ଆଜ୍ଞା ଜଣେ ଫିଜିକାଲି ହ୍ୟାଣ୍ଡିକ୍ୟାପ୍ଟ, ମୋର ୟୁଡିଆଇଡି କାର୍ଡ ଏଇଆ। ତେଣୁ ଆମର ମୁଖ୍ୟ ସମସ୍ୟା ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ଏଇ 3ଟା ସମସ୍ୟା ପାଇଁ ଆମେ ଆଜି ଅବହେଳିତ ଅବସ୍ଥାରେ ଅଛୁ। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଦ ଧୂଳି ଯଦି ଆମ ସେ ଅଞ୍ଚଳରେ ପଡିବ, ନିଶ୍ଚିତ ଭାବରେ ଆମ ଅଞ୍ଚଳ ପବିତ୍ର ହବ, କୃତାର୍ଥ ହବ ଏବଂ ଆମ ଅଞ୍ଚଳର ସମସ୍ୟା ପ୍ରାୟତଃ ଦୂର ହବ। ତେଣୁ ମୋର ମିଡିଆ ଭାଇଙ୍କ ପାଖରେ ନିବେଦନ, ତ ଏ ମିଡିଆ ଭାଇଙ୍କ ପାଖରେ ଯଦି ମୁଖ୍ୟମନ୍ତ୍ରୀ ଏ ଦାବି ପୂରଣ ନ କରନ୍ତି, ତ ମାନ୍ୟବର ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ପାଖରେ ଏଇ ମିଡିଆ ଭାଇଙ୍କ ମାଧ୍ୟମରେ ମୁଁ ନେଇକି ପହଞ୍ଚିବା ପାଇଁ ଚାହୁଁଛି। ମୁଁ ଜଣେ ଭିନ୍ନକ୍ଷମ ବ୍ୟକ୍ତି। ମୋ ନିଜ ସ୍ୱାର୍ଥ ପାଇଁ ମୁଁ ଏଠାକୁ ଆସିନି। ମୋ ନାଁ ହେଉଛି ଆନନ୍ଦଚନ୍ଦ୍ର ବେହେରା। ମୁଁ କେଉଁଝର ଡିଷ୍ଟ୍ରିକ୍ଟରୁ ଆସିଛି, ସାଲିଆ ପଞ୍ଚାୟତରୁ ବ୍ରାହ୍ମଣୀକଳା। ଆଉ ତେଣୁ ଆମେ ଦୀର୍ଘ 24 ବର୍ଷ ହେଲା ଆମେ ଆସିଛୁ। ଆଜ୍ଞା ମୋ ନିଜର ବ୍ୟକ୍ତିଗତ କାମ ନାହିଁ କିଛି, କିନ୍ତୁ ଆମର ସମୂହ ଉପରେ ଆମର ରାସ୍ତା, ଆମର ଗାଁ 1 ନମ୍ବର ୱାର୍ଡଟି ପୁରା କାଦୁଅରେ ସଳସଳ ହଉଛୁ। ଆଜି ବିଜେଡି ସରକାର 24 ବର୍ଷ ରହିଲା ଫଳରେ ଆମ ବିଜେପି ମାନଙ୍କୁ କିଛି ଅନେଇଲା ନାହିଁ। ତେଣୁ ଆମେ ସେ ରାସ୍ତାର କେମିତି
ପକ୍କା ରାସ୍ତା ଖଣ୍ଡେ ହବ ସ୍କୁଲ ପିଲାମାନେ ଯିବେ ତା ସଙ୍ଗେ ସଙ୍ଗେ ପୋଖରୀ ଚାରିପିଟି ଆମର ଘର ସେ ପୋଖରୀ ଗୋଟିଏ ପୋଖରୀ ଲକ୍ଷ୍ମୀନାରାୟଣ ପୋଖରୀ ସେ ପୋଖରୀର ଆଜିକି 24 ବର୍ଷ ହେଲା ପଙ୍କ ଉଦ୍ଧାର ହେଇନି ତାର ଶୁଣିଲେ ନାହିଁ ତେଣୁ ସେମାନେ ଆଜ୍ଞା ବିଡିଓକୁ ବି ଜଣେଇଛୁ ସବୁଠିକି ଜଣେଇଛୁ ରାସ୍ତା ସ୍କୁଲ ପିଲା ଯାଇପାରୁନାହାନ୍ତି ଦେଖେଇକି ଆଣିକି ଦେଇଛୁ ଗଲା। ଆଉ ଗୋଟିଏ କଥା ମରେଗାଁ ଠାରୁ ଯେ କୁଚଳାପଦି ପର୍ଯ୍ୟନ୍ତ ରାସ୍ତା ଯୋଉ ପରିସ୍ଥିତି ହେଇଛି ପ୍ରାୟ ଜଣେ ସାଇକେଲରେ ବି ଚାଲି ଯାଇପାରିବନି ଖାଲି ବି ଯାଇପାରିବନି ଗାଡ଼ି ଘୋଡ଼ା କଥା ତେଣୁ 5 ବର୍ଷ ବି ଆମର ବିଧାୟକ ଥିଲେ ସେଠି ବାବୁ ସିଏ ବି କହିଲେ ରିପେୟାରିଂ ହବ କିଛି ରିପେୟାରିଂ ବି ହେଲାନି ତେଣୁ ଆମେ ଆପଣଙ୍କ ପାଖକୁ ଆସିଛୁ ଏଇସବୁ କଥା ନେଇକି ଆମେ ଜଣେଇବା ପାଇଁ ଦରଖାସ୍ତ ଆକାରରେ ଗାଁ ମାନଙ୍କ ମୁଁ ଭିନ୍ନକ୍ଷମ ଜଣେ ବ୍ୟକ୍ତି ଆସିଛି।